ଜୀବନର ପରୀକ୍ଷା ପରି ପ୍ରେମର ଏହି ପରୀକ୍ଷା କେଡ଼େ ବିଚିତ୍ର ନା। ବିତିଗଲା 4 ବର୍ଷ। କଥାବାର୍ତ୍ତା ଚାଲିଥାଏ ବନ୍ଧୁ ପରି। ବନ୍ଧୁତାର ଏହି କଥାବାର୍ତ୍ତା ଧୀରେ ଧୀରେ ପ୍ରେମର ରୂପ ନେଲା। ଦୁଇ ଜଣଙ୍କ ମନ ଭିତରେ ଏକ ପ୍ରେମର ଜ୍ୟୋତି ଉଙ୍କି ମାରିଲା। ପୁଅଟି ସାହସ କରି କହିଲା ନିଜ ହୃଦୟର ସବୁ କଥା। ପ୍ରସ୍ତାବଟି ଶୁଣି ଝିଅଟି ବି ଚମକି ଉଠିଲା। ସତ ଯେମିତି ଝିଅର ମନର ସେଇ ଚୁମ୍ବକଟି ପୁଅଟିକୁ ଟାଣି ଆଣୁଥିଲା ତା ଆଡ଼କୁ। ଆଉ ଝିଅଟିର ମନରେ ସେଇ ଢେଉ ଗୁଡ଼ା ସତ ଯେମିତି ସାଜିଥିଲା ଚାନ୍ଦିନୀ ରାତିର ସେଇ ସମୁଦ୍ରର ଢେଉ। ସେଇ ଦିନଠାରୁ ବନ୍ଧୁତା ରୂପ ନେଲା ପ୍ରେମର ରୂପ। PhD ଚାଲିଥାଏ ଝିଅଟିର। PhDଟି ଥିଲା ଏକ ସଂଘର୍ଷ। ଗବେଷଣାର ସେଇ ରାତି, ଚିନ୍ତାରେ ଚିନ୍ତାରେ ସେଇ ଦିନ। କିନ୍ତୁ ସବୁ ପାଦରେ ପୁଅଟିର ଥିଲା ଗୋଟିଏ ପଦ, ତୁ ଚାଲ, ମୁଁ ତ ସାଙ୍ଗରେ ଅଛି। ଏମିତି ଗଢ଼ି ଚାଲିଥିଲା ଦୁଇ ଜଣଙ୍କ ପ୍ରେମ। କିନ୍ତୁ ଏ ସମୟ ତ ଏତେ ସହଜ ନୁହଁ ଯେ ଏତେ ସହଜରେ ଦୁଇ ପକ୍ଷୀକୁ ଗୋଟିଏ ନିଡ଼କୁ ଆଣି ଆସିବ। ହଠାତ୍ ଦୁଇ ଜଣଙ୍କ ସାମ୍ନାକୁ ଆସିଲା ଏକ ଜାତିଭେଦର ବିପଦ। ନା ଘର ଲୋକ ରାଜି ହେଲେ, ନା କେଉଁ ପ୍ରସ୍ତାବ ବି ଦେଲେ। ସମାଜର ସେଇ ପ୍ରଶ୍ନ, ଦୁଇ ଜଣଙ୍କ ମନରେ ସେଇ ସ୍ୱପ୍ନ। ଚାହିଁ ବସିଥାନ୍ତି ସମୟକୁ। ମନରେ ଭାବିଥିଲେ ନିଶ୍ଚିତ ଦିନେ ଆସିବ, ସମୟ ଦିନେ ଆମକୁ ଏକାଠି କରିବ। କିଏ ଜାଣିଥିଲା ଏ ସମୟର ଖେଳ କ'ଣ ହବ।